ଜୟ ଜଗନ୍ନାଥ ପିଲାମାନେ, ଆଜିର ଏକ ନୂଆ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀର ପରିବେଶ ବିଜ୍ଞାନ ବହି ଅଧ୍ୟୟନ କରିବା। ପିଲାମାନେ, ତୁମର ନୂଆ ପରିବେଶ ବିଜ୍ଞାନ ବହିର ନାମ ହେଉଛି ଆମ ବିଚିତ୍ର ବିଶ୍ୱ। ଦେଖ ପିଲାମାନେ, ତୁମର ସୂଚୀପତ୍ର। ପିଲାମାନେ, ତୁମର ସୂଚୀପତ୍ରରେ ତୁମର 5ଟି ଏକକ ଅଛି ଏବଂ ସେହି ଏକକରେ 2ଟି ଲେଖାଏଁ ବିଷୟ ତୁମର ଦିଆଯାଇଛି। ଆଜି ଆମେ ତୁମର ପ୍ରଥମ ଏକକ ଆମ ଚତୁଃପାର୍ଶ୍ୱର ଜୀବନ ଏହି ଏକକ ଅଧ୍ୟୟନ କରିବା। ଏହି ଏକକରେ ତୁମର 2ଟି ବିଷୟ ଅଛି। ପାଠ 1 ଜଳ ହିଁ ଜୀବନ ଏବଂ ପାଠ 2 ଏକ ନଦୀର କାହାଣୀ। ଚାଲ ପ୍ରଥମେ ଏହି ଏକକକୁ ଆଲୋଚନା କରିବା। ଦେଖ ପିଲାମାନେ, ତୁମର ପ୍ରଥମ ଏକକ ଆମ ଚତୁଃପାର୍ଶ୍ୱର ଜୀବନ। ଏହି ଏକକ ସମ୍ପର୍କରେ ଆଗ ଦେଖ। ଏହି ଏକକରେ ଆମେ କ'ଣ କ'ଣ ପଢ଼ିବା ତାହା ଏଠାରେ ବର୍ଣ୍ଣନା କରାଯାଇଛି। ଚାଲ ଦେଖିବା। ପ୍ରସ୍ତୁତି ପର୍ଯ୍ୟାୟର ଏହି ଏକକଟି ମନୁଷ୍ୟ, ପଶୁ, ପକ୍ଷୀ ଓ କୀଟପତଙ୍ଗଙ୍କ ବାସସ୍ଥାନ ଭାବରେ ପ୍ରକୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରେ। ତୃତୀୟ ଓ ଚତୁର୍ଥ ଶ୍ରେଣୀର ଶିକ୍ଷାର୍ଥୀମାନେ ମୃତ୍ତିକା, ବାୟୁ, ଜଳ ଓ ସୂର୍ଯ୍ୟାଲୋକର ଉପସ୍ଥିତିରେ ବିଭିନ୍ନ ଭୂମି ରୂପରେ ଜୀବମାନେ କିପରି ଜୀବନ ଧାରଣ କରନ୍ତି ତାହା ଜାଣିଛନ୍ତି। ପଞ୍ଚମ ଶ୍ରେଣୀରେ ଏହି ଏକକଟି ଜୀବନ ଏବଂ ପରିସଂସ୍ଥା ପାଇଁ ଜଳର ଗୁରୁତ୍ୱକୁ ସୂଚିତ କରେ। ଜଳର ବିଭିନ୍ନ ଅବସ୍ଥା, ଗତି ଓ ଭୂମିକା ଦ୍ୱାରା ଭୂମିରୂପ ଗଠନ ସହିତ ଏହା କିପରି ପରିସ୍ଥାନର ସହାୟକ ତାହା ଦର୍ଶାଯାଇଛି। ଜୀବନ ଧାରଣ ପାଇଁ ଜଳ ଅନନ୍ୟ ଓ ଅପରିହାର୍ଯ୍ୟ ଏହା ବର୍ଣ୍ଣନା କରାଯାଇଛି। ଏଥିରେ ପ୍ରାକୃତିକ ପରିବେଶରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନ ଧାରଣାର ଉଦାହରଣ ମଧ୍ୟ ଦିଆଯାଇଛି। ଜଙ୍ଗଲ ଏବଂ ଏହାର ଆଖପାଖରେ ମିଳୁଥିବା ସମ୍ବଳକୁ ବ୍ୟବହାର କରି ସେମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ଏହା ସେମାନଙ୍କର ଜୀବନଶୈଳୀ ଓ ସ୍ଥାନୀୟ ଅଞ୍ଚଳରୁ ଉପଲବ୍ଧ ସାମଗ୍ରୀ, ପ୍ରକୃତି କୂଳରେ ତାଙ୍କର ଆନନ୍ଦ ଏବଂ ସୃଜନଶୀଳ ଜୀବନଯାପନକୁ ପ୍ରତିଫଳିତ କରେ। ତାପରେ ଦେଖ ପିଲାମାନେ, ତୁମର ପ୍ରଥମ ବିଷୟ, ଏ ହେଉଛି ତୁମର ପ୍ରଥମ ବିଷୟ ଜଳ ହିଁ ଜୀବନ। ତାହେଲେ ପିଲାମାନେ, ଆମେ ଜାଣିଛେ ଆମେ ଯେମିତି ବାୟୁ ବିନା ବଞ୍ଚିପାରିବା ନାହିଁ, ଖାଦ୍ୟ ବିନା ବଞ୍ଚିପାରିବା ନାହିଁ, ସେମିତି ଜଳ ବିନା ବି ଆମେ ବଞ୍ଚିପାରିବା ନାହିଁ। ଜଳର ଅନ୍ୟ ନାମ ଜୀବନ। ତେଣୁ ତୁମର ପ୍ରଥମ ବିଷୟର ନାଁ ହେଇଛି ଜଳ ହିଁ ଜୀବନ। ତାହେଲେ ଚାଲ ଡେରି ନକରି ଆଜିର ବିଷୟକୁ ଆରମ୍ଭ କରିବା। ବର୍ଷା ହେଉଥାଏ। ଗୁଡୁ ଝରକା ପାଖକୁ ଦୌଡ଼ିଗଲା, ଯେଉଁଠାରେ କାଚ ଉପରେ ଛୋଟ ଛୋଟ ବର୍ଷା ଟୋପା ଖସି ପଡ଼ୁଥିବାର ଜ୍ୟୋତି ପୂର୍ବରୁ ଦେଖିଥିଲା। ଏହି ଜଳ କେଉଁଠାରୁ ଆସେ ଓ କୁଆଡ଼େ ଯାଏ ବୋଲି ଗୁଡୁ ପଚାରିଲା। ଆସ ଜଳର ଗତିପଥକୁ ଅନୁସରଣ କରିବା। ତାହେଲେ ପିଲାମାନେ, ତାହେଲେ ଖରାଦିନେ ଦେଖିବ ସୂର୍ଯ୍ୟଙ୍କର କିରଣ, ନଦୀ, ପୋଖରୀ, ହ୍ରଦ, ଗାଡ଼ିଆ, ତାହେଲେ ଏହି ସବୁ ଉପରେ ସୂର୍ଯ୍ୟଙ୍କର କିରଣ ପଡ଼ୁଛି। ସୂର୍ଯ୍ୟଙ୍କର କିରଣ ପଡ଼ିବା ଦ୍ୱାରା ଜଳ ହେଉଛି ଜଳୀୟ ବାଷ୍ପ ଆକାରରେ ଆକାଶକୁ ଯାଉଛି ଏବଂ ସେଠାରେ ଘନୀଭୂତ ହୋଇକି ଥଣ୍ଡା ହୋଇକି ବର୍ଷା ଆକାରରେ ଫେରୁଛି। ତାହେଲେ ଏହି ପ୍ରକ୍ରିୟାଟା ଅନବରତ ଭାବେ ହେଉଛି ଚାଲି ରହିଛି। ତେଣୁ ସେଟା ହେଉଛି ଜଳଚକ୍ର କୁହାଯାଏ। ଚକ୍ରାକାର ଗତିରେ ଜଳ ହେଉଛି ଜଳୀୟ ବାଷ୍ପ ହୋଇକି ଖରାଦିନେ ଉପରକୁ ଯାଉଛି ଏବଂ ଆକାଶରେ ଥଣ୍ଡା ହୋଇକି ପୁଣି ବର୍ଷା ଆକାରରେ ତଳକୁ ଖସୁଛି। ତାପରେ ଦେଖ, କିନ୍ତୁ ପ୍ରଥମେ ଆସ ପୃଥିବୀରେ କେତେ ପରିମାଣରେ ଜଳ ଅଛି ଦେଖିବା। ଯଦିଓ ପୃଥିବୀ ପୃଷ୍ଠରେ ଅଧିକାଂଶ ଅଞ୍ଚଳ ଜଳରେ ପରିପୂର୍ଣ୍ଣ, ଅତି କମ୍ ପରିମାଣର ମଧୁର ଜଳକୁ ଛାଡ଼ିଦେଲେ ଅନ୍ୟ ସବୁ ଜଳ ହେଲା ଲୁଣିଆ ଅଟେ। ତାହେଲେ ପିଲାମାନେ, ଆମେ ଜାଣିଛେ ଯେ ଆମ ପୃଥିବୀ ପୃଷ୍ଠରେ ଯେତେ ବି ଜଳ ଅଛି, ଅଧିକାଂଶ ଜଳ ହେଲା ଲବଣ ଜଳ ବା ଲୁଣି ଜଳ। ତାପରେ ଦେଖ ପିଲାମାନେ, ସମସ୍ତ ଜୀବଜନ୍ତୁ, ମନୁଷ୍ୟ, ପଶୁ, ପକ୍ଷୀ ଏବଂ ଉଦ୍ଭିଦ ବଞ୍ଚିବା ପାଇଁ ମଧୁର ଜଳ ଉପରେ ନିର୍ଭର କରନ୍ତି। ଏହା ପାନୀୟ, କୃଷିକାର୍ଯ୍ୟ ଏବଂ ଦୈନନ୍ଦିନ କାର୍ଯ୍ୟ ନିର୍ବାହ ପାଇଁ ଅତ୍ୟନ୍ତ ଆବଶ୍ୟକ। ଅନେକ ଉଦ୍ଭିଦ ଏବଂ ପ୍ରାଣୀ ମଧ୍ୟ ମଧୁର ଜଳରେ ବାସ କରନ୍ତି। ଜଳ ବିନା ଜୀବ ସମ୍ଭବ ନୁହେଁ। ତାପରେ ଦେଖ ପିଲାମାନେ, ଗୋଟେ ଜାଣିବା କଥା, ବର୍ଷା ଜଳ ସଂଗ୍ରହ ଏବଂ ଭୂମିତଳ ଜଳର ଭରଣ ନିମନ୍ତେ ରାଜସ୍ଥାନରେ ପାରମ୍ପରିକ ଛୋଟ ମାଟିବନ୍ଧ ନିର୍ମିତ ହୁଏ। ତାହାକୁ ଜୋହଡ଼ସ୍ କୁହାଯାଏ। ତାପରେ ଦେଖ ପିଲାମାନେ, ଏବେ କଳ୍ପନା କର ଯଦି ପୃଥିବୀର ସମସ୍ତ ଜଳ ଗୋଟିଏ ଗ୍ଲାସର ଜଳ ହୁଏ, ତେବେ ମଧୁର ଜଳର ପରିମାଣ କେବଳ 1 ଚାମଚ ଜଳ ହେବ। ତାପରେ ଚାଲ ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ,
ତୁମେ କ'ଣ ଭାବୁଛ ଯେ ସମୁଦ୍ରରେ ଥିବା ଜଳକୁ ଆମେ ପିଇପାରିବା? ଏହାର ଉତ୍ତର ନା, ଆମେ ସମୁଦ୍ର ଜଳକୁ ସିଧାସଳଖ ପିଇପାରିବା ନାହିଁ, କାରଣ ଏହା ଅତ୍ୟନ୍ତ ଲୁଣିଆ ଏବଂ ଏଥିରେ ଅନେକ ପ୍ରକାର ଲବଣ ମିଶି ରହିଥାଏ, ଯାହା ଶରୀର ପାଇଁ କ୍ଷତିକାରକ। 2 ନମ୍ବର ପ୍ରଶ୍ନ, ସମୁଦ୍ର ଜଳକୁ କେଉଁ କେଉଁ କାମରେ ବ୍ୟବହାର କରାଯାଇପାରିବ? ଉତ୍ତର, ସମୁଦ୍ର ଜଳକୁ ଆମେ ଲୁଣ ଉତ୍ପାଦନ ପାଇଁ, ମାଛ ଧରିବା ପାଇଁ, ସମୁଦ୍ର ଜୁଆରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଏବଂ ଜଳପଥ ପରିବହନ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟବହାର କରିପାରିବା। ତାପରେ ଦେଖ ପିଲାମାନେ, ତୁମେ ଜାଣିଛ କି ଗୁଜରାଟର ଲୁଣିଆ ଅଞ୍ଚଳଗୁଡ଼ିକ ଏକ ବିସ୍ତୃତ ସମତଳ ଭୂମି, ଯେଉଁଠାରେ ସମୁଦ୍ର ଜଳକୁ ଶୁଖାଯାଇ ଲୁଣ ସଂଗ୍ରହ କରାଯାଏ। ଏହା ଭାରତର ସବୁଠାରୁ ବୃହତ ଲୁଣ ଉତ୍ପାଦନକାରୀ ଅଞ୍ଚଳ ମଧ୍ୟରୁ ଗୋଟିଏ। ଆମ ରାଜ୍ୟ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲାର ହୁମାଠାରେ ମଧ୍ୟ ଲୁଣ ସଂଗ୍ରହ କରାଯାଉଛି। ତାପରେ ଦେଖ ପିଲାମାନେ, କାର୍ଯ୍ୟ 1, ଆମେ କେଉଁଠାରୁ ମଧୁର ଜଳ ପାଇପାରିବା? ନିମ୍ନରେ ଦିଆଯାଇଥିବା ଚିତ୍ରଗୁଡ଼ିକରୁ ବିଭିନ୍ନ ମଧୁର ଜଳ ଉତ୍ସଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ନାମ ଲେଖ। ପ୍ରଥମେ ଦେଖ ପିଲାମାନେ, ପୋଖରୀରୁ ଆମେ ମଧୁର ଜଳ ପାଇପାରିବା। ତାପରେ ଦେଇଛି ନଦୀ, ତାହେଲେ ନଦୀର ଜଳ ହେଲା ଲବଣ ଜଳ, ଲୁଣିଆ ଜଳ, ତେଣୁ ଏଟା ନୁହେଁ। ତାପରେ ହିମବାହରୁ ବି ମଧୁର ଜଳ ପାଇପାରିବା। ତାପରେ ଝରଣାରୁ ପାଇପାରିବା। ତାପରେ ହ୍ରଦରୁ ପାଇପାରିବା। ତାପରେ ନଦୀରୁ ମଧ୍ୟ ମଧୁର ଜଳ ପାଇପାରିବା। ତାପରେ କୂପରୁ ପାଇପାରିବା। ତାପରେ ବର୍ଷା ଜଳରୁ ମଧ୍ୟ ଆମେ ମଧୁର ଜଳ ପାଇପାରିବା। ତାପରେ ପିଲାମାନେ, ଗୋଟେ ଜାଣିବା କଥା ମନେ ରଖିବ, ଜାମ୍ମୁ କାଶ୍ମୀରର ଉଲା ହ୍ରଦ ଏସିଆର ସର୍ବବୃହତ ମଧୁର ଜଳାଶୟ। ଏହା ନଦୀର ପ୍ରବାହକୁ ନିୟନ୍ତ୍ରଣ କରି ବନ୍ୟା ପ୍ରତିରୋଧ କରିବାରେ ସାହାଯ୍ୟ କରେ। ତାପରେ ଦେଖ ପିଲାମାନେ, ଜ୍ୟୋତି କୌତୂହଳ ହୋଇ କହିଲା, ବାୟୁରେ ମଧ୍ୟ ଜଳ ଅଛି କି ଏବଂ ବରଫ ଜଳର ଏକ ରୂପ କି? ତାହେଲେ ପିଲାମାନେ, ତୁମେ କ'ଣ ଭାବୁଛ, ବାୟୁରେ ଜଳ ଅଛି ନା ନାହିଁ? ତାହେଲେ ତାର ଉତ୍ତର ହେଲା ହଁ, ବାୟୁରେ ମଧ୍ୟ ଜଳ ଅଛି। ବାୟୁରେ ଯେଉଁ ଜଳ ଅଛି ତାହା ଜଳୀୟ ବାଷ୍ପ ଆକାରରେ ରହିଛି। ବରଫ ଜଳର ଏକ ରୂପ କି? ତାହେଲେ ହଁ, ବରଫ ହେଉଛି ଜଳର କଠିନ ଅବସ୍ଥା। ତାପରେ ପିଲାମାନେ ଦେଖ, ଜଳର ବିଭିନ୍ନ ଅବସ୍ଥା ରହିଛି। ଆମେ ପୂର୍ବରୁ ଜଳର ତରଳ ଯଥା ବର୍ଷା ଜଳ ହେଲା ତରଳ ଅବସ୍ଥା, କଠିନ ଯଥା ବରଫ ଏବଂ ଗ୍ୟାସୀୟ ଯଥା ବାଷ୍ପ ଅବସ୍ଥା ବିଷୟରେ ଜାଣିଛୁ। ତାହେଲେ ପିଲାମାନେ, ଜଳର କଠିନ ଅବସ୍ଥା କ'ଣ ନା ବରଫ, ଏବଂ ଜଳର ଗ୍ୟାସୀୟ ଅବସ୍ଥା ହେଲା ବାଷ୍ପଟା ହେଲା ଜଳର ଗ୍ୟାସୀୟ ଅବସ୍ଥା। ଆସ ଗୋଟିଏ ସରଳ କାର୍ଯ୍ୟ ମାଧ୍ୟମରେ ଏ ବିଷୟରେ ଅଧିକ ଜାଣିବା। କାର୍ଯ୍ୟ 2 ଦେଖ ପିଲାମାନେ, ଗୋଟିଏ ଷ୍ଟିଲ୍ ଗ୍ଲାସ୍ ନିଅ, ସେଥିରେ କେତୋଟି ବରଫ ଖଣ୍ଡ ପକାଅ। ଗ୍ଲାସ୍ର ବାହାର ପାଖରେ ସୃଷ୍ଟି ହେଉଥିବା ଛୋଟ ଛୋଟ ଜଳବିନ୍ଦୁ ଗୁଡ଼ିକୁ ଦେଖ। ତାହେଲେ କ ନମ୍ବର ତୁମେ କ'ଣ ଦେଖିବ ନା, ଏହି ଜଳବିନ୍ଦୁ ଗୁଡ଼ିକ କେଉଁଠୁ ଆସିଲା? ନା ଏହାର ଉତ୍ତର, ବାୟୁମଣ୍ଡଳରେ ଥିବା ଜଳୀୟ ବାଷ୍ପ ଗ୍ଲାସ୍ର ଥଣ୍ଡା ସଂସ୍ପର୍ଶରେ ଆସି ସେଗୁଡ଼ିକ ଥଣ୍ଡା ହୋଇ ଜଳବିନ୍ଦୁରେ ପରିଣତ ହୋଇ ଗ୍ଲାସ୍ ଚାରିପଟେ ଲାଗିଛି। ଖ ନମ୍ବର, କିଛି ସମୟ ପାଇଁ ଗ୍ଲାସ୍ରେ ରହିବା ପରେ ବରଫ ଖଣ୍ଡ ଗୁଡ଼ିକର କି ପରିବର୍ତ୍ତନ ହେଲା? ନା ଏହାର ଉତ୍ତର, ବରଫ ଖଣ୍ଡ ଗୁଡ଼ିକ ତରଳିବାକୁ ଲାଗିଲା ଏବଂ କିଛି ସମୟ ପରେ ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ତରଳ ଜଳରେ ପରିଣତ ହୋଇଗଲା। ଗ ନମ୍ବର, ଯଦି ଆମେ ଜଳକୁ ଗରମ କରିବା ତେବେ କ'ଣ ହେବ? ଏହାର ଉତ୍ତର, ଜଳକୁ ଗରମ କଲେ ଏହା ଜଳୀୟ ବାଷ୍ପରେ ପରିଣତ ହୋଇ ଉପରକୁ ଉଠିଯିବ। ତାହେଲେ ଉପରୋକ୍ତ କାର୍ଯ୍ୟରେ ତୁମେ ଜଳର କେଉଁ କେଉଁ ଅବସ୍ଥା ଦେଖୁଛ? ନା ଉପରୋକ୍ତ କାର୍ଯ୍ୟରେ ଆମେ ଜଳର କଠିନ ଅବସ୍ଥା, ତରଳ ଅବସ୍ଥା ଏବଂ ଗ୍ୟାସୀୟ ଅବସ୍ଥାକୁ ଦେଖୁଛୁ। ତାପରେ ଦେଖ ପିଲାମାନେ ସାରଣୀଟିକୁ, ପରିବର୍ତ୍ତନ ଗୁଡ଼ିକୁ ଲକ୍ଷ୍ୟ କର। ବାଁ ପଟେ ଦିଆଯାଇଛି କାର୍ଯ୍ୟ ଏବଂ ତୁମେ କ'ଣ ଲକ୍ଷ୍ୟ କରୁଛ ତାକୁ ଲେଖିବ। ତାହେଲେ ବରଫ ତରଳିବା ମୁଁ ଦେଖୁଛି, ତାହେଲେ ଏ ଅବସ୍ଥାରେ କ'ଣ ପରିବର୍ତ୍ତନ ହେଉଛି ତୁମେମାନେ ଲେଖିବ। କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତନ ହେଉଛି। ଦ୍ୱିତୀୟରେ ହେଲା ଜଳ ଫୁଟିବା, ତାହେଲେ କ'ଣ ଦେଖିବ ନା ତରଳ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତନ ହେଉଛି। 3 ଦିନ ଧରି ସୂର୍ଯ୍ୟ କିରଣରେ ଥିବା ଜଳ, ତାହେଲେ ଏଥିରେ କ'ଣ ଦେଖିବ ନା ଜଳ ଧୀରେ ଧୀରେ ବାଷ୍ପୀଭୂତ ହୋଇ କମିଯିବାର ତୁମେ ଲକ୍ଷ୍ୟ କରିବ। ତାପରେ ଦେଖ ପିଲାମାନେ, ଏହି ପରୀକ୍ଷଣରୁ ଆମେ ଜାଣିବାକୁ ପାଇଲୁ ଯେ ଜଳ ବରଫ ଏବଂ ବାଷ୍ପରେ ପରିଣତ ହୋଇପାରେ ଓ ଏହା ପୁଣି ତରଳ ଅବସ୍ଥାକୁ ମଧ୍ୟ ଆସିପାରେ।
ତାପରେ ଦେଖ ପିଲାମାନେ, ଏହି କଥାକୁ ତୁମେ ମନେ ରଖିବ ଯେ ଭାରତର ସନ୍ତସନ୍ତିଆ ଭୂମିରେ ଦେଖାଯାଉଥିବା ଏକ ସ୍ୱତନ୍ତ୍ର ବିଲେଇର ପାଦ ହେଉଛି ପରଦାଯୁକ୍ତ, ଯାହାଫଳରେ ସେ ଜଳରେ ଭଲ ଭାବରେ ପହଁରି ମାଛ ଧରିପାରେ। ତାପରେ ଦେଖ ପିଲାମାନେ, କାର୍ଯ୍ୟ 3। ଗୋଟିଏ ସ୍ୱଚ୍ଛ ଥଳି ନିଅ। ଚିତ୍ରରେ ଦେଖାଯାଉଥିବା ପରି ଗୋଟିଏ ମାର୍କରରେ ସୂର୍ଯ୍ୟ, ମେଘ, ଗଛ ଚିତ୍ର କରି ତୀର ଚିହ୍ନ ଦିଅ। ଏହାର ଏକ ତୃତୀୟାଂଶ ରଙ୍ଗୀନ ଜଳରେ ପୂର୍ଣ୍ଣ କର। ସୂଚନା ଦିଆଯାଇଛି ଯେ ରଙ୍ଗ ପାଇଁ ନୀଳ କାଳି ରଙ୍ଗକୁ ବ୍ୟବହାର କରିପାରିବ। ଜଳ ବାହାରି ନ ଯିବା ପାଇଁ ଥଳି ମୁହଁକୁ ଭଲ ଭାବରେ ବନ୍ଦ କର। ଏହାକୁ ସୂର୍ଯ୍ୟ କିରଣରେ ରଖ। କିଛି ଘଣ୍ଟା ପରେ ଥଳି ଭିତରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କର। ତାକୁ ଏହି ସାରଣୀରେ ଲେଖ। ତାହେଲେ ଦେଖ ପିଲାମାନେ, ମୁଁ ଦେଖେ, ମୁଁ ଚକିତ ହୁଏ, ଆଉ ଏହାର କାରଣ କ'ଣ ଲେଖିବ। ତାହେଲେ ପ୍ରଥମେ ଦେଖ, ମୁଁ ଦେଖେ ଯେ ହେଉଛି ଜଳ ଗରମ ହୁଏ। ମୁଁ ଚକିତ ହୁଏ କାହିଁକି ନା ଜଳ କିପରି ଗରମ ହୁଏ, ଏହାର କାରଣ କ'ଣ ନା ସୂର୍ଯ୍ୟ କିରଣ ଯୋଗୁଁ ଏହା ହେଉଛି ଗରମ ହୁଏ। ତାପରେ ଦେଖ 2ରେ, ଥଳି ଭିତରେ ଜଳବିନ୍ଦୁ ସୃଷ୍ଟି ହେଲା। ମୁଁ ଚକିତ ହୁଏ କ'ଣ ନା ଏହି ଜଳ ଟୋପା କେଉଁଠୁ ଆସିଲା, ସେଥିପାଇଁ ମୁଁ ଚକିତ ହୁଏ। ଏହାର କାରଣ କ'ଣ ନା ଜଳୀୟ ବାଷ୍ପ ଥଣ୍ଡା ହେଲେ ସେ ହେଉଛି ଜଳବିନ୍ଦୁରେ ପରିଣତ ହୋଇଛି। ଜଳୀୟ ବାଷ୍ପ ଥଣ୍ଡା ହୋଇ ତରଳରେ ପରିଣତ ହେବା, ତାକୁ ହେଉଛି ସଂଘନନ ମଧ୍ୟ କହିବା। ତେଣୁ ଜଳୀୟ ବାଷ୍ପ ଥଣ୍ଡା ହେବା ଫଳରେ ଏହି ଜଳ ସୃଷ୍ଟି ହେଲା। ତାପରେ ଦେଖ ପିଲାମାନେ, ଉପରୋକ୍ତ କାର୍ଯ୍ୟରେ ତୁମେ ଦେଖୁଛ ସୂର୍ଯ୍ୟର ତାପ ଜଳକୁ ଜଳୀୟ ବାଷ୍ପରେ ପରିଣତ କରିଥାଏ। ଜଳୀୟ ବାଷ୍ପ ଥଣ୍ଡା ହୋଇ ଥଳି ଭିତରେ ଛୋଟ ଛୋଟ ଜଳବିନ୍ଦୁ ସୃଷ୍ଟି କରେ। ଏହି ଜଳବିନ୍ଦୁ ଗୁଡ଼ିକ ପୁଣି ତଳକୁ ଖସି ପଡ଼େ। ସେହିପରି ପ୍ରକୃତିର ବିଭିନ୍ନ ଉତ୍ସ ଯଥା ସମୁଦ୍ର, ନଦୀ ଇତ୍ୟାଦିର ଜଳକୁ ସୂର୍ଯ୍ୟତାପ ଜଳୀୟ ବାଷ୍ପରେ ପରିଣତ କରେ। ଜଳୀୟ ବାଷ୍ପ ମେଘ ସୃଷ୍ଟି କରେ, ଯାହା ବର୍ଷା, ତୁଷାର ଓ କୁଆପଥର ଭାବରେ ତଳକୁ ଆସେ। ଏହି ଜଳ ପୁଣି ନଦୀ, ହ୍ରଦ ଏବଂ ସମୁଦ୍ରକୁ ଫେରିଯାଏ। ପ୍ରକୃତିର ଜଳର ଏହି ନିରନ୍ତର ବୃତ୍ତାକାର ଗତିକୁ ଜଳଚକ୍ର କୁହାଯାଏ। ତାହେଲେ ପିଲାମାନେ, ଜଳଚକ୍ର କାହାକୁ କୁହାଯାଏ ଏହା ମନେ ରଖିବ ଯେ ସମୁଦ୍ର, ନଦୀ ଇତ୍ୟାଦିର ଜଳ ଖରାଦିନେ ସୂର୍ଯ୍ୟତାପ ଯୋଗୁଁ ଜଳୀୟ ବାଷ୍ପ ଆକାରରେ ଉପରକୁ ଯାଉଛି ଏବଂ ଜଳୀୟ ବାଷ୍ପ ସେଠାରେ ଥଣ୍ଡା ହୋଇ ମେଘ ସୃଷ୍ଟି ହୋଇ ବର୍ଷା ଆକାରରେ, ତୁଷାର ବା ହେଉଛି କୁଆପଥର ଆକାରରେ ତଳକୁ ଖସି ଆସୁଛି। ତାହେଲେ ପ୍ରକୃତିର ଏହି ନିରନ୍ତର ବୃତ୍ତାକାର ପ୍ରକ୍ରିୟାକୁ ଜଳଚକ୍ର କୁହାଯାଏ। ତାହେଲେ ଏହି ଚିତ୍ରକୁ ଲକ୍ଷ୍ୟ କର ପିଲାମାନେ, ଜଳଚକ୍ରର ଚିତ୍ର। ଦେଖ ପିଲାମାନେ, ଇଏ ହେଲା ନଦୀ, ପୋଖରୀ ବା ହ୍ରଦ ହେରିକାରେ ସୂର୍ଯ୍ୟଙ୍କର ଲମ୍ବ କିରଣ ପଡ଼ୁଛି ଏବଂ ସେଗୁଡ଼ିକ ଜଳୀୟ ବାଷ୍ପ ଆକାରରେ ଆକାଶକୁ ଯାଉଛି ଏବଂ ଆକାଶରେ ସେଗୁଡ଼ିକ ଥଣ୍ଡା ହେଇ ଘନୀଭୂତ ହେଉଛି ଏବଂ ବର୍ଷା ଆକାରରେ ପୁଣି ଭୂପୃଷ୍ଠକୁ ଫେରି ଆସୁଛି ଏବଂ ପୁଣି ବର୍ଷା ଜଳ ଭୂପୃଷ୍ଠକୁ ଫେରିଲା ପରେ ନଦୀ, ପୋଖରୀ ହେରିକାରେ ପୁଣି ମିଶୁଛି। ତାପରେ ଦେଖ ପିଲାମାନେ, ଭୂତଳ ଜଳ। ଆସ ଜାଣିବା, ଯେତେବେଳେ ବର୍ଷା ଜଳ ତଳକୁ ଆସିଯାଏ ସେତେବେଳେ କ'ଣ ହୁଏ ନା ପିଲାମାନେ, ଯେତେବେଳେ ବର୍ଷା ଜଳ ତଳକୁ ଆସେ ସେତେବେଳେ ବର୍ଷା ଜଳର କିଛି ଅଂଶ ମାଟି ତଳକୁ ଶୋଷି ହୋଇଯାଏ, ଯାହା ହେଉଛି ଭୂତଳ ଜଳ ରୂପେ ଗଚ୍ଛିତ ହୋଇ ରୁହେ। କୂଅ, ନଳକୂପ ଖୋଳି ଆମେ ସେହି ଭୂତଳ ଜଳକୁ ବ୍ୟବହାର କରୁ। ତାପରେ ଦେଖ ପିଲାମାନେ, ଜାଣିବା କଥା, ଏହାକୁ ମନେ ରଖିବ। ମଣିପୁରର କେଇବୁଲ ଲାମଜାଓ ଜାତୀୟ ଉଦ୍ୟାନ ପୃଥିବୀରେ ଏକମାତ୍ର ଭାସମାନ ଜାତୀୟ ଉଦ୍ୟାନ ଅଟେ। ଏହା ବିପଦଗ୍ରସ୍ତ ସାଙ୍ଗାଇ ହରିଣ ଓ ଭାସମାନ ଦ୍ୱୀପ ଫୁମଡିସ୍ ପାଇଁ ପ୍ରସିଦ୍ଧ। ତାପରେ ଦେଖ ପିଲାମାନେ, କାର୍ଯ୍ୟ 4। ଗୋଟିଏ ସ୍ୱଚ୍ଛ ଗ୍ଲାସ୍ ନିଅ। ଏହାର ଅଧା ପର୍ଯ୍ୟନ୍ତ ମାଟି ଭର୍ତ୍ତି କର। ଚାମଚରେ ଧୀରେ ଧୀରେ ଜଳ ଢାଳ। କ'ଣ ଘଟୁଛି ଦେଖ। ତାହେଲେ ପିଲାମାନେ, ଆମେ କ'ଣ ଲକ୍ଷ୍ୟ କରିବା, ଯେତେବେଳେ ମାଟି ଆମେ ଗ୍ଲାସରେ ଅଧା ଗ୍ଲାସ ମାଟି ନେଇଛେ, ତା ଉପରେ ଆମେ ଧୀରେ ଧୀରେ ପାଣି ଢାଳିବା, ତାହେଲେ ପାଣିର କିଛି ଅଂଶ ତଳକୁ ହେଉଛି ସେଇ ମାଟିକି ଭେଦ କରିକି ତଳକୁ ଶୋଷି ହୋଇ ଆସିବ। ବର୍ଷା ହେଲେ କିଛି ଜଳ ମାଟିରେ ଭେଦିଯାଏ। ଏହି ଜଳ ମାଟି ଓ ପଥର ସ୍ତର ଦେଇ ଭିତରକୁ ଚାଲିଯାଏ। ଗଭୀର ଭୂତଳରେ ଯେଉଁ ଜଳ ଜମା ହୁଏ ତାହାକୁ ଭୂତଳ ଜଳ କୁହାଯାଏ। ଆମେ ଆମର ବ୍ୟବହାର ପାଇଁ କୂପ, ନଳକୂପ କିମ୍ବା ବୋରୱେଲ୍ ଖୋଳି ଏହି ଭୂତଳ ଜଳକୁ ପାଇଥାଉ। ତାପରେ ଦେଖ ପିଲାମାନେ, କାର୍ଯ୍ୟ 5। ଭୂତଳ ଜଳ ପୁନଃ ଭରଣ କରିବାରେ ଯେଉଁ ଚିତ୍ର ସାହାଯ୍ୟ କରିବ ବୋଲି ଭାବୁଛ, ଠିକ୍ ଚିହ୍ନ ଦେଇ ସୂଚିତ କର।
ତାହେଲେ ଦେଖ ପିଲାମାନେ, ଗୋଟେ ଦେଇଛି କଂକ୍ରିଟ ରାସ୍ତା, ସବୁଜ ଘାସ ଥିବା ବଗିଚା, ସିମେଣ୍ଟ ଟାଇଲ ରାସ୍ତା। ତାହେଲେ ଏହି ତିନୋଟି ଚିତ୍ର ମଧ୍ୟରୁ ଯେଉଁଠାରେ ସବୁଜ ଘାସ ଥିବା ବଗିଚା ଅଛି ସେଥିରେ ବର୍ଷା ହେଲେ ସେ ହେଉଛି ଭୂତଳ ଜଳ ପୁନଃଭରଣ କରିବାରେ ଏହି ଚିତ୍ର ସହାୟକ ହେବ। କାରଣ ଏଠାରେ ମାଟି ଖୋଲା ଥାଏ, ଯାହାଫଳରେ ବର୍ଷା ଜଳ ସହଜରେ ମାଟି ଭିତରକୁ ଶୋଷି ହୋଇଯାଇପାରେ। ଏହା ଭୂତଳ ଜଳସ୍ତର ବଢ଼ାଇବାରେ ସାହାଯ୍ୟ କରିବ। କିନ୍ତୁ କଂକ୍ରିଟ ରାସ୍ତା ଓ ସିମେଣ୍ଟ ଟାଇଲ ରାସ୍ତା, ଏହି ସ୍ଥାନଗୁଡ଼ିକରେ ମାଟି ଉପରେ ଏକ ଅଭେଦ୍ୟ ସ୍ତର ଥାଏ, ତେଣୁ ବର୍ଷା ଜଳ ମାଟି ଭିତରକୁ ଭେଦ କରିକି ଯାଇପାରେ ନାହିଁ, ଯାହା ଭୂତଳ ଜଳକୁ ପୁନଃଭରଣ କରିବାରେ ବାଧା ସୃଷ୍ଟି କରେ। ତାପରେ ଦେଖ ପିଲାମାନେ, ତୁମେ ଜାଣିଛ କି ଖୋଲା ସ୍ଥାନମାନଙ୍କରେ ଜଳ ସହଜରେ ମାଟି ଭିତରକୁ ପ୍ରବେଶ କରିପାରେ। ସୋକପିଟ୍, ପୋଖରୀ, ମନୁଷ୍ୟକୃତ ହ୍ରଦ ଏବଂ ଅଧିକ ବୃକ୍ଷରୋପଣ ବର୍ଷା ଜଳକୁ ଭୂମି ତଳେ ପୁନର୍ବାର ଭରଣ ହେବାରେ ସାହାଯ୍ୟ କରେ। ତାପରେ ଦେଖ ପିଲାମାନେ, ଭୂପୃଷ୍ଠ ଜଳ। ଭୂତଳ ଜଳ ପରି ନଦୀ, ପୋଖରୀ, ହ୍ରଦ ଇତ୍ୟାଦି ମଧୁର ଜଳର ପ୍ରାକୃତିକ ଉତ୍ସ। ତୁମେ କେବେ ଭାବିଛ କି ନଦୀ କିପରି ପ୍ରବାହିତ ହୁଏ? ଗୋଟିଏ ନଦୀ ସାଧାରଣତଃ ପର୍ବତ ଉପରୁ ବାହାରି ସମତଳ ଭୂମିରେ ପ୍ରବାହିତ ହୁଏ। ଆସ ଗୋଟିଏ କାର୍ଯ୍ୟ ମାଧ୍ୟମରେ ଏହାକୁ ବୁଝିବା। କାର୍ଯ୍ୟ 6। ଆବଶ୍ୟକୀୟ ସାମଗ୍ରୀ ହେଲା ପୁରୁଣା ଖବରକାଗଜ, ସୋରିଷ ମଞ୍ଜି କିମ୍ବା ଅନ୍ୟ କୌଣସି ଛୋଟ ମଞ୍ଜି। ପ୍ରଣାଳୀ: ଖବରକାଗଜ ଖଣ୍ଡେ ନେଇ ଏହାକୁ ହାତରେ ମୋଚା କରିଦିଅ। ଆଉ ଖଣ୍ଡେ ଖବରକାଗଜ ନେଇ ଏହି ମୋଚା କଚା କାଗଜ ଉପରେ ରଖ। କାଗଜକୁ ହାତରେ ସାମାନ୍ୟ ଚାପି ଗଢ଼ାଣିଆ କର। ଏବେ ଧୀରେ ଧୀରେ ସୋରିଷ ମଞ୍ଜିକୁ ଗଢ଼ାଣିର ଉପର ମୁଣ୍ଡରୁ ଢାଳ। ମଞ୍ଜିଗୁଡ଼ିକର ଗତିବିଧିକୁ ଲକ୍ଷ୍ୟ କର। ତାପରେ ଦେଖ ପିଲାମାନେ, ପ୍ରଶ୍ନ 1। ସୋରିଷ ମଞ୍ଜିଗୁଡ଼ିକର ଗତିପଥ କିପରି ଥିଲା? ଏହାର ଉତ୍ତର: ମଞ୍ଜିଗୁଡ଼ିକ ସିଧା ନ ଗଡ଼ି ବିଭିନ୍ନ ଦିଗରେ ବିଚ୍ଛୁରିତ ହୋଇ ବକ୍ର ପଥରେ ଗତି କରିଥିଲେ। ପ୍ରଶ୍ନ 2। ସେଗୁଡ଼ିକ ସିଧା ସିଧା ଗଡ଼ୁଛନ୍ତି ନା ବିଭିନ୍ନ ଦିଗରେ ବିଚ୍ଛୁରିତ ହେଉଛନ୍ତି? ଉତ୍ତର: ସେଗୁଡ଼ିକ ବିଭିନ୍ନ ଦିଗରେ ବିଚ୍ଛୁରିତ ହୋଇଛନ୍ତି। ତାପରେ ଦେଖ ପିଲାମାନେ, 3 ନମ୍ବର ପ୍ରଶ୍ନ। କିଛି କିଛି ସ୍ଥାନରେ ସେଗୁଡ଼ିକ ଏକାଠି ହେଉଛନ୍ତି କି? ନଦୀ, ହ୍ରଦ ଇତ୍ୟାଦିରେ ଜଳ ଏକାଠି ହେବା ପରି ସେଗୁଡ଼ିକ ଏକାଠି ହେଉଛନ୍ତି କି? ଉତ୍ତର: ହଁ, କାଗଜର କିଛି ଖାଲୁଆ ବା ସମତଳ ସ୍ଥାନରେ ସେଗୁଡ଼ିକ ଏକାଠି ହେଉଛନ୍ତି। ସେହିପରି ନଦୀ ବା ହ୍ରଦରେ ଜଳ ଜମି ରହିବା ପରି ଏହି ମଞ୍ଜିଗୁଡ଼ିକ ମଧ୍ୟ ସେହିପରି ଭାବେ ଏକାଠି ହେଉଛନ୍ତି। ତାପରେ ଦେଖ ପିଲାମାନେ, ଜଳ ତାର ଗତିପଥରେ ଭୂମି ରୂପ ଅନୁସାରେ ପ୍ରବାହିତ ହୁଏ। କେଉଁଠି ଅଟକିଯାଏ ତ କେଉଁଠି ବଙ୍କେଇଯାଏ। ଜଳ ପ୍ରବାହ ଭୂମି ରୂପକୁ ପରିବର୍ତ୍ତନ କରିପାରେ। ପିଲାମାନେ, ଏହି କଥାକୁ ମନେ ରଖିବ ଯେ ମହାରାଷ୍ଟ୍ରର ହିୱାରେ ବଜାର ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମର ଏକ ପ୍ରକୃଷ୍ଟ ଉଦାହରଣ ଅଟେ। ଏହାର ଜଳ ପରିଚାଳନା ଏବଂ ବର୍ଷା ଜଳ ଅମଳ ପାଇଁ ସ୍ଥାନୀୟ ଅଧିବାସୀମାନଙ୍କର ଯଥେଷ୍ଟ ଅବଦାନ ରହିଛି। ତାପରେ ଦେଖ ପିଲାମାନେ, ଆଲୋଚନା କର। କାର୍ଯ୍ୟ 6 ଆଧାରରେ କେତେକ ନଦୀ କିପରି ଆରବ ସାଗର ଆଡ଼କୁ ଓ କେତେକ ନଦୀ କିପରି ବଙ୍ଗୋପସାଗର ଆଡ଼କୁ ପ୍ରବାହିତ ହୁଏ ତାହା ଆଲୋଚନା କର। ଆରବ ସାଗର ଆଡ଼କୁ ପ୍ରବାହିତ ନଦୀ ବିଷୟରେ ଶୁଣ। ଭାରତର ପଶ୍ଚିମ ଉପକୂଳରେ ଥିବା ପଶ୍ଚିମ ଘାଟ ପର୍ବତମାଳା ଏକ ଜଳ ବିଭାଜିକା ଭାବରେ କାର୍ଯ୍ୟ କରେ। ତେଣୁ ଯେଉଁ ନଦୀଗୁଡ଼ିକ ଏହି ପର୍ବତମାଳାର ପଶ୍ଚିମ ପାର୍ଶ୍ୱରୁ ବାହାରନ୍ତି ସେଗୁଡ଼ିକ ଢାଲୁ ଅନୁସାରେ ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଆରବ ସାଗରରେ ମିଶନ୍ତି। ଉଦାହରଣ ସ୍ୱରୂପ ନର୍ମଦା ଏବଂ ତାପ୍ତି ନଦୀ। ସେହିପରି ଭାରତର ଅଧିକାଂଶ ବଡ଼ ନଦୀ ପଶ୍ଚିମ ଘାଟ ପର୍ବତର ପୂର୍ବ ପାର୍ଶ୍ୱରୁ କିମ୍ବା କେନ୍ଦ୍ରୀୟ ଉଚ୍ଚଭୂମିରୁ ବାହାରିଥାନ୍ତି। ଭୂପୃଷ୍ଠର ପୂର୍ବାଭିମୁଖୀ ଢାଲୁ ଯୋଗୁଁ ଏହି ନଦୀଗୁଡ଼ିକ ପୂର୍ବ ଦିଗରେ ବହି ବଙ୍ଗୋପସାଗରରେ ମିଶିଛନ୍ତି। ଉଦାହରଣ ସ୍ୱରୂପ ମହାନଦୀ, ଗୋଦାବରୀ ଏବଂ କୃଷ୍ଣା ନଦୀ। ତାପରେ ଦେଖ ପିଲାମାନେ, ତୁମେ ଜାଣିଛ କି ରାଜସ୍ଥାନର ଆରାବଳୀ ପର୍ବତମାଳାରୁ ଉତ୍ପନ୍ନ ହୋଇଥିବା ଲୁଣି ନଦୀ ଏକମାତ୍ର ଭାରତର ପ୍ରମୁଖ ନଦୀ ଯାହା ସମୁଦ୍ରରେ ମିଶି ନାହିଁ, ବରଂ ଏହା ଗୁଜରାଟର କଚ୍ଛର ରନ୍ନରେ ଥିବା ସନ୍ତସନ୍ତିଆ ଭୂମିରେ ମିଶିଯାଇଛି। ତାପରେ ଦେଖ ପିଲାମାନେ, ଆମର ଜୀବନରେଖା। ଭାରତର ନଦୀ। ଭାରତର ଏହି ମାନଚିତ୍ରରେ ଆମ ଦେଶର କେତେକ ପ୍ରମୁଖ ନଦୀ ସୂଚିତ ହୋଇଛି। ଏହି ମାନଚିତ୍ରକୁ ଲକ୍ଷ୍ୟ କଲେ ଆମେ ଜାଣିପାରିବା ଯେ ଭାରତରେ ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ନର୍ମଦା, ତାପ୍ତି, ଗୋଦାବରୀ, କୃଷ୍ଣା, କାବେରୀ ଏହିପରି ଅନେକ ନଦୀ ପ୍ରବାହିତ ହେଉଛନ୍ତି। ତାପରେ ଦେଖ ପିଲାମାନେ, କାର୍ଯ୍ୟ 7। ନଦୀର ପ୍ରବାହକୁ ଲକ୍ଷ୍ୟ କର।
ମାନଚିତ୍ରରେ ନଦୀଗୁଡ଼ିକ ବିଭିନ୍ନ ଦିଗରେ ପ୍ରବାହିତ ହେଉଥିବାର ତୁମେ ଦେଖିପାରିବ। କେତେକ ନଦୀ ବଙ୍ଗୋପସାଗର ଏବଂ ଆଉ କେତେକ ନଦୀ ଆରବ ସାଗର ଆଡ଼କୁ ପ୍ରବାହିତ ହେଉଛନ୍ତି। ତାହାକୁ ଦେଖି ସାରଣୀ ପୂରଣ କରିବା। ପ୍ରଥମେ ଦେଲା ଗୋଦାବରୀ। ଗୋଦାବରୀ ହେଲା ବଙ୍ଗୋପସାଗର ଆଡ଼କୁ ଗତି କରିଛି। ସେହିପରି ନର୍ମଦା ହେଉଛି ଆରବ ସାଗର ଆଡ଼କୁ ଗତି କରିଛି। ଗଙ୍ଗା ବଙ୍ଗୋପସାଗର ଆଡ଼କୁ ଗତି କରିଛି। ମହାନଦୀ ବଙ୍ଗୋପସାଗର ଆଡ଼କୁ ଗତି କରିଛି। ସେହିପରି ତାପ୍ତି ଆରବ ସାଗର ଆଡ଼କୁ ଗତି କରିଛି। ସେହିପରି କୃଷ୍ଣା ବା କାବେରୀ ନଦୀ ସିଏ ମଧ୍ୟ ବଙ୍ଗୋପସାଗର ଆଡ଼କୁ ଗତି କରିଛି। ତାପରେ ପିଲାମାନେ ଦେଖ ଜଳରେ ଜୀବନ। ଗୁଡୁ ଦେଖିଲା ଯେ ବିଦ୍ୟାଳୟ ପଡ଼ିଆ ପାଖରେ ଥିବା ପୋଖରୀ ବର୍ଷା ଜଳରେ ପୂର୍ଣ୍ଣ ହୋଇଯାଇଛି। ସେ ଜ୍ୟୋତିକୁ ଡାକି କହିଲା, ଆସ ଦେଖିବ। ସେମାନେ ଛୋଟ ଛୋଟ ମାଛ ପହଁରୁଥିବାର ଏବଂ ପଦ୍ମପତ୍ର ଉପରେ ଛୋଟ ବେଙ୍ଗ ବସିଥିବାର ଦେଖିପାରିଲେ। ଜଳରେ ରହୁଥିବା ବିଭିନ୍ନ ପ୍ରକାର ଉଦ୍ଭିଦ ଏବଂ ପ୍ରାଣୀ ଦେଖିବାକୁ କେତେ ଚମତ୍କାର। ସେମାନେ ସ୍ଥଳଭାଗରେ ରହୁଥିବା ପ୍ରାଣୀମାନଙ୍କ ଠାରୁ କିପରି ଭିନ୍ନ, ଚାଲ ଆଲୋଚନା କରିବା। ସ୍ଥଳଭାଗରେ ଥିବା ପ୍ରାଣୀ ଓ ଜଳଭାଗରେ ଥିବା ପ୍ରାଣୀଙ୍କ ବୈଶିଷ୍ଟ୍ୟ ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କରି ନିମ୍ନରେ ଦିଆଯାଇଥିବା ସାରଣୀ ପୂରଣ କର। ତାହେଲେ ଦେଖ ପିଲାମାନେ ତଳେ ଯାଇଥିବା ସାରଣୀ। ସ୍ଥଳଚର ପ୍ରାଣୀମାନଙ୍କ ବିଷୟରେ ଦେଖ। ଜଳରେ ଶ୍ୱାସକ୍ରିୟା କରିପାରିବେ ନାହିଁ। 2ରେ ଚାଲିବା ପାଇଁ ଗୋଡ଼ ଥାଏ। 3ରେ ଏମାନଙ୍କ ଶରୀରରେ ଚର୍ମ ଓ ଲୋମ ଥାଏ। 3ରେ ଏମାନେ ଫୁସ୍ଫୁସ୍ ସାହାଯ୍ୟରେ ଶ୍ୱାସକ୍ରିୟା କରନ୍ତି। 4ରେ ଜଳ ଭିତରେ ଏମାନେ ବେଶୀ ସମୟ ବଞ୍ଚିପାରିବେ ନାହିଁ। ତାପରେ ଜଳଚର ପ୍ରାଣୀମାନଙ୍କ ବିଷୟରେ ଦେଖ। ପହଁରିବା ପାଇଁ ପକ୍ଷ ଥାଏ। 2ରେ ଏମାନେ ଗାଲିସ୍ ଦ୍ୱାରା ଶ୍ୱାସକ୍ରିୟା କରନ୍ତି। 3ରେ ଏମାନଙ୍କ ଶରୀରରେ ପ୍ରାୟତଃ କାତି ଥାଏ। 4ରେ ଏମାନେ ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ଗ୍ରହଣ କରନ୍ତି। 5ରେ ଏମାନେ ସ୍ଥଳଭାଗରେ ବେଶୀ ସମୟ ବଞ୍ଚିପାରିବେ ନାହିଁ। ତାପରେ ଦେଖ ପିଲାମାନେ ସୂଚନା ଫର୍ଦ୍ଦ। ପ୍ରଥମେ ଦେଲା କଙ୍କି ବିଷୟରେ। କ୍ଷିପ୍ର ବେଗରେ ଉଡ଼ନ୍ତି, ଜଳାଶୟ ନିକଟରେ ଅଣ୍ଡା ଦିଅନ୍ତି ଓ ମଶାକୁ ଖାଆନ୍ତି। ତାପରେ ଦେଖ ପିଲାମାନେ ଜଳବିଛା। କଙ୍କଡ଼ା ଭଳି ଚିମୁଟା ସଦୃଶ ଗୋଡ଼ ଥିବା କୀଟ ଜଳ ଭିତରେ ରହେ ଏବଂ ଲାଞ୍ଜ ନଳୀ ଦ୍ୱାରା ଶ୍ୱାସକ୍ରିୟା କରେ। ତାପରେ ପିଲାମାନେ ଦେଖ ବଗ ବିଷୟରେ। ଲମ୍ବା ଗୋଡ଼ ଥିବା ପକ୍ଷୀ, ମାଛ ଧରିବା ପାଇଁ ସ୍ଥିର ହୋଇ ଠିଆ ହୁଅନ୍ତି। ତାପରେ ମଧୁର ଜଳ କଇଁଛ, ନରମ ଖୋଳ ଥିବା କଇଁଛ ଯାହା ପୋଖରୀ ଏବଂ ନଦୀରେ ରୁହନ୍ତି। ତାପରେ ଦେଖ ପିଲାମାନେ ଜଳସାପ। ଏକ ବିଷହୀନ ସାପ, ମାଛ ଏବଂ ବେଙ୍ଗ ଖାଏ। ତାପରେ ବେଣା ଗଛ, ପୋଖରୀ ହୁଡ଼ାରେ ହୁଏ। ଏହା ଲମ୍ବା ଘାସ ପରି ବଢ଼ିଥାଏ। ତାପରେ ଭାସମାନ ମୂଳ। ପଦ୍ମ ଓ କଇଁ ଫୁଲ ଗୁଡ଼ିକ ପାଣି ଉପରେ ଭାସେ, ମୂଳ ପୋଖରୀ ଶଯ୍ୟାରେ ରହିଥାଏ। ତାହେଲେ ଏହି ଦୁଇଟି ଭାସମାନ ମୂଳ ଥିବା ଉଦ୍ଭିଦ ମନେ ରଖିବ ପିଲାମାନେ, ପଦ୍ମ ଏବଂ କଇଁ ଏଗୁଡ଼ିକ ହେଲା ଭାସମାନ ମୂଳ ଥିବା ଉଦ୍ଭିଦ। ତାପରେ ବିଲାତି ଦଳ। ଏକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଉଦ୍ଭିଦ ଯାହା ଜଳରେ ଭାସେ ଏବଂ ବୃଦ୍ଧି ପାଏ। ତାପରେ ଦେଖ ପିଲାମାନେ କାର୍ଯ୍ୟ 8। ତୁମ ଶିକ୍ଷକ କିମ୍ବା ପିତାମାତାଙ୍କ ସହିତ ପୋଖରୀ, ହ୍ରଦ କିମ୍ବା ଆକ୍ୱାରିୟମ୍ ପରି ସ୍ଥାନୀୟ ଜଳାଶୟ ପରିଦର୍ଶନ କର। ଜଳାଶୟ ଭିତରେ ଥିବା ଏବଂ ଚତୁଃପାର୍ଶ୍ୱରେ ଜୀବଜନ୍ତୁଙ୍କୁ ପର୍ଯ୍ୟବେକ୍ଷଣ କର। ପ୍ରଶ୍ନ 1 ଦେଲା, ତୁମ ପର୍ଯ୍ୟବେକ୍ଷଣକୁ ଆଧାର କରି ନିମ୍ନ ସାରଣୀ ପୂରଣ କର। ପଶୁପକ୍ଷୀଙ୍କର ନାମ ଲେଖିବ। ପାଟି ବା ଥଣ୍ଟ, ଗୋଡ଼ ବା ପାଦ ନା ପକ୍ଷ ଦ୍ୱାରା ଚଳନ କରନ୍ତି, ଆଉ ସେମାନଙ୍କ ଚିତ୍ର କରିବ। ପଶୁପକ୍ଷୀଙ୍କ ନାମ ମନେକର ମାଛ। ପାଟି ବା ଥଣ୍ଟ, ତାର ଉପରକୁ ମୁହଁ କରିଥିବା ଗୋଲିଆ ପାଟି ଅଛି। ଗୋଡ଼ ଓ ପାଦ ପକ୍ଷ ଦ୍ୱାରା ଚଳନ, ତାହେଲେ କେଉଁଥିରେ ସେ ଚଳନ କରେ ନା ପକ୍ଷ ଦ୍ୱାରା। ଏପଟେ ମାଛର ଚିତ୍ର। 2ରେ ବଗ। ପାଟି ବା ଥଣ୍ଟ କିପରି ନା ଲମ୍ବା ଏବଂ ମୁନିଆ ଥଣ୍ଟ। କିପରି ଚଳନ କରେ ନା ସରୁ ଗୋଡ଼ ଦ୍ୱାରା। ତାପରେ ବଗର ଚିତ୍ର। ସେହିପରି 3ରେ ପିଲାମାନେ କରିବା ବେଙ୍ଗ। ପାଟି ବା ଥଣ୍ଟ କିପରି ନା ପ୍ରଶସ୍ତ ପାଟି ଏବଂ ଲମ୍ବା ଜିଭ। କିପରି ଚଳନ କରେ ନା ପଛ ଗୋଡ଼ ଦ୍ୱାରା ଡେଇଁବା ଏବଂ ଜାଲି ପାଦ ଦ୍ୱାରା ପହଁରିବାରେ ତାକୁ ସାହାଯ୍ୟ କରେ। ଏଥିରେ ତୁମେ ବେଙ୍ଗର ଚିତ୍ର କରିବ। 4ରେ ହେଲା କଇଁଛ। ପାଟି ବା ଥଣ୍ଟ କିପରି ନା ଶକ୍ତ ମାଡ଼ିଥିବା ପାଟି। କିପରି ଚଳନ କରେ ନା ପାଦ ବା ଚଟାଳ ସଦୃଶ ଅଙ୍ଗ ଦ୍ୱାରା ଚଳନ କରେ। ତାପରେ ଏପଟେ କଇଁଛର ଚିତ୍ର କରିବ। 5ରେ ବତକ।
ପାଟିବା ଥଣ୍ଟ କିପରି? ନା ଚେପ୍ଟା ଥଣ୍ଟ କିପରି ଚଳନ କରେ? ନା ଜାଲିପାଦ ସାହାଯ୍ୟରେ ପହଁରି ପାରେ। ତାପରେ ଏପଟେ ବତକର ଚିତ୍ର କରିବ। ତାପରେ ଦେଖ ପିଲାମାନେ 2 ନମ୍ବର ପରିଦର୍ଶନ ସମୟରେ ତୁମେ ଦେଖିଥିବା ଉଦ୍ଭିଦ ଗୁଡ଼ିକର ଚିତ୍ର ଆଙ୍କି ସେମାନଙ୍କର ନାମ ଓ ସ୍ଥାନୀୟ ନାମ ଲେଖ। ପ୍ରଥମେ ହେଲା ଜଳ ଉପରେ ଭାସେ। ଗଛର ନାମ ହେଲା ଆଇକୋର୍ନିଆ ବା ଦଳ। ଜାତୀୟ ନାମ ହେଲା ଜଳକୁମ୍ଭୀ। ଜଳ ତଳେ ଥିବା ଉଦ୍ଭିଦ ନାମ ହେଲା ହାଇଡ୍ରିଲା। ସ୍ଥାନୀୟ ନାମ ହେଲା ଚିଙ୍ଗୁଡ଼ିଆ ଦଳ। 3ରେ ମୂଳ ଜଳ ତଳେ ଥାଏ କିନ୍ତୁ ଉଦ୍ଭିଦ ଜଳ ଉପରେ ଦେଖାଯାଏ। ସେହି ଉଦ୍ଭିଦର ନାମ ହେଲା ପଦ୍ମ ବା କଇଁ। ସ୍ଥାନୀୟ ନାମ ହେଲା ପଦ୍ମ ଦେଖିଲେ ପଦ୍ମ ଲେଖିବ, ସ୍ଥାନୀୟ ନାମ। କଇଁ ଦେଖିଲେ ସ୍ଥାନୀୟ ନାମ କଇଁ ଲେଖିବ। ତାପରେ ଦେଖ ପିଲାମାନେ କାର୍ଯ୍ୟ 9। 1ରେ ଦେଲା ଗୋଟିଏ କାଗଜ ନେଇ ତା ଉପରେ ଗୋଟିଏ ବୁନ୍ଦା ଜଳ ରଖ। ଏହାକୁ ଲକ୍ଷ୍ୟ କର। କ'ଣ ଲକ୍ଷ୍ୟ କରିବ? ନା କାଗଜ ମଧ୍ୟରେ ପାଣି ଅଛି, ତଳକୁ ଭିଜିଯିବାର ଲକ୍ଷ୍ୟ କରିବ। 2ରେ ଦେଲା କାଗଜ ଉପରେ କ୍ରେୟନ ରଙ୍ଗ ଘଷି ଦିଅ। ଏବେ ଏହା ଉପରେ ଗୋଟିଏ ବୁନ୍ଦା ଜଳ ରଖ। ତୁମେ କିଛି ପରିବର୍ତ୍ତନ ଦେଖିଲ କି? ଏହାର ଉତ୍ତର ହଁ। କ'ଣ ହେବ? ନା କାଗଜ ଉପରେ କ୍ରେୟନ ଘଷିବା ପରେ ପାଣି ପକାଇଲେ ତାହା ଟୋପା ହୋଇ ରହିବ ଏବଂ କାଗଜ ମଧ୍ୟ ଦେଇ ତଳକୁ ଭିଜିବ ନାହିଁ, କାରଣ ଏହା ଏକ କାଗଜ ଉପରେ ଏକ ଆସ୍ତରଣ ସୃଷ୍ଟି କରେ। ତାହେଲେ ତୁମର ପର୍ଯ୍ୟବେକ୍ଷଣକୁ ତଳେ ଲେଖିବ। ତାହେଲେ ପର୍ଯ୍ୟବେକ୍ଷଣ ଲେଖିବ ଯେ ପଦ୍ମ ବା କଇଁ ପତ୍ର ଉପରେ ଏକ ପ୍ରାକୃତିକ ମହମୀୟ ସ୍ତର ଥାଏ। ଏହା ପତ୍ରକୁ ଜଳ ଦାଉରୁ ରକ୍ଷା କରେ, ଯାହାଫଳରେ ପତ୍ରଟି ପାଣିରେ ରହିଲେ ମଧ୍ୟ ପଚିଯାଇ ନଷ୍ଟ ହୁଏ ନାହିଁ। ତାପରେ ଦେଖ ପିଲାମାନେ କାର୍ଯ୍ୟ 10। କିଏ କାହାକୁ ଖାଏ? ଏକ ନଦୀ ଖାଦ୍ୟ ଶୃଙ୍ଖଳ ଖେଳ। ଶିକ୍ଷାର୍ଥୀମାନଙ୍କୁ ଛୋଟ କାଗଜ ଖଣ୍ଡେ ଲେଖାଏଁ ଦେବେ। ସେମାନେ ସେଥିରେ ନିଜ ମନପସନ୍ଦର ଜୀବର ନାମ ଲେଖିବେ, ଯଥା ଛୋଟ ମାଛ, ବଡ଼ ମାଛ, ବେଙ୍ଗ, ପକ୍ଷୀ, ମଣିଷ, କୁମ୍ଭୀର, ଓଟ ଇତ୍ୟାଦି। ଲେଖିଥିବା ଜୀବ କ'ଣ ଖାଆନ୍ତି ଓ ତାକୁ କିଏ ଖାଏ ସେ ବିଷୟରେ ଚିନ୍ତନ କରିବାକୁ କହିବେ। ଖାଦ୍ୟ ପାଇଁ ପରସ୍ପର ଉପରେ ନିର୍ଭର କରୁଥିବା ଜୀବମାନଙ୍କ ନାମ ଚିନ୍ତା କରିଥିବା ଶିକ୍ଷାର୍ଥୀମାନେ ଗୋଟିଏ ସୁତୁଲି ଦ୍ୱାରା ଯୋଡ଼ି ହେବେ। ଯଦି ସେ ଭିତରୁ ଗୋଟିଏ ପଳେଇଯାଏ ବା ଉଭେଇଯାଏ ତେବେ କ'ଣ ହେବ ଆଲୋଚନା କରିବେ। ଉଦାହରଣ ସ୍ୱରୂପ ଯଦି ସବୁ ମାଛ ଉଭାନ ହୋଇଯିବେ ତେବେ କ'ଣ ହେବ? ତାହେଲେ କ'ଣ ହେବ ପିଲାମାନେ? ନା ପରିବେଶ ସନ୍ତୁଳନ ବିଗିଡ଼ିଯିବ। ଏହାଦ୍ୱାରା ସେମାନଙ୍କ ଉପରେ ନିର୍ଭର କରୁଥିବା ଜୀବମାନେ ମଧ୍ୟ ପ୍ରଭାବିତ ହେବେ। ଧର ପିଲାମାନେ କହିବେ ଯଦି ମାଛମାନେ ସବୁ ଉଭେଇଯିବେ ତାହେଲେ ତାଙ୍କୁ ଖାଇକି ତାଙ୍କ ଉପରେ ନିର୍ଭର କରୁଥିବା ଧର ଛୋଟ ମାଛ, ତା ଉପରେ ନିର୍ଭର କରୁଥିବା ବଡ଼ ମାଛ, ଯେଉଁ ପକ୍ଷୀମାନେ ମଧ୍ୟ ମାଛ ଉପରେ ନିର୍ଭର କରୁଛନ୍ତି, ଧର ବଗ, ଛଞ୍ଚାଣ ହେରିକା, ଏବଂ ମଣିଷ, ସେମାନଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ତେଣୁ ପରିବେଶ ସନ୍ତୁଳନ ବିଗିଡ଼ିଯିବ। ତାପରେ ଦେଖ ଜଳଜ ଉଦ୍ଭିଦର ପ୍ରକାର। ଏହି କାର୍ଯ୍ୟ ଦ୍ୱାରା ଆମେ ମଧୁର ଜଳ ପରିସ୍ଥାନରେ ବାସ କରୁଥିବା ଅନେକ ପ୍ରକାର ଉଦ୍ଭିଦ ଏବଂ ପ୍ରାଣୀମାନଙ୍କୁ ଜାଣିଲୁ। ଏହି ଜୀବଜନ୍ତୁମାନଙ୍କର ବିଶେଷ ବୈଶିଷ୍ଟ୍ୟ ରହିଛି, ଯେପରି ଭାସମାନ ପତ୍ର, ଅକ୍ଷ କିମ୍ବା ଲମ୍ବା ମୂଳ, ଯାହା ସେମାନଙ୍କୁ ଜଳରେ ବଞ୍ଚିବା ଏବଂ ବଢ଼ିବାରେ ସାହାଯ୍ୟ କରେ। ପୃଥିବୀରେ ଜୀବନ ଧାରଣ ପାଇଁ ମଧୁର ଜଳ କେତେ ଯେ ଗୁରୁତ୍ୱପୂର୍ଣ୍ଣ ଏହା ଆମକୁ ସୂଚାଇଥାଏ। ଏହି ପାଠରୁ ଆମେ ଶିଖିଲୁ ଯେ ଜଳ ବିଭିନ୍ନ ଅବସ୍ଥାରେ ରହିଥାଏ, ଯଥା ବରଫ, ଜଳ ଏବଂ ବାଷ୍ପ। ବରଫଟା ହେଲା କଠିନ ଅବସ୍ଥା, ଜଳ ହେଲା ତରଳ ଅବସ୍ଥା ଏବଂ ବାଷ୍ପ ହେଲା ଗ୍ୟାସୀୟ ଅବସ୍ଥା। ଜଳଚକ୍ର ମାଧ୍ୟମରେ ବାୟୁ, ସ୍ଥଳ ଓ ଆକାଶରେ ଜଳ ତାର ବିଭିନ୍ନ ଅବସ୍ଥାର ପରିବର୍ତ୍ତନ କରି ଗତି କରେ। ଆମେ ମଧ୍ୟ ଅନୁସନ୍ଧାନ କଲୁ ଯେ ଜଳଚର ଉଦ୍ଭିଦ ଓ ପ୍ରାଣୀମାନେ ଜଳ ଭିତରେ ଏବଂ ଏହାର ଚତୁଃପାର୍ଶ୍ୱରେ ବାସ କରନ୍ତି। ତାହେଲେ ପିଲାମାନେ ତୁମର ଏହି ବିଷୟଟି ସରିଲା। ପରବର୍ତ୍ତୀ ଭିଡ଼ିଓରେ ତୁମର ପ୍ରଶ୍ନୋତ୍ତର କରିବା। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଶିକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା, ପ୍ରଶ୍ନୋତ୍ତର ଏବଂ କ୍ଲାସ୍ର ନୋଟିଫିକେସନ୍ ପାଇବା ପାଇଁ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ। ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ଡେସ୍କ୍ରିପସନରେ ଏବଂ କମେଣ୍ଟ ବକ୍ସରେ ଦିଆଯାଇଛି। ଧନ୍ୟବାଦ।